ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଲକ୍ଷ୍ମୀ ସ୍ୱରୂପା ହେବାର କାରଣ ଜାଣନ୍ତୁ। ଲକ୍ଷଣ ଥିଲେ ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ, ସେ ସମ୍ବନ୍ଧରେ ଭିଡ଼ିଓରେ ରହିଛି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। 1 ନମ୍ବର, ଭଗବାନଙ୍କ ନାମ ବାରମ୍ବାର ଶୁଣିବା କିମ୍ବା ସ୍ୱପ୍ନରେ ଦେବୀ ଓ ଦେବତାଙ୍କୁ ଦେଖିବା ହେଉଛି ମାତା ଲକ୍ଷ୍ମୀ ଗୃହକୁ ପ୍ରବେଶ କରିବାର ଏକ ଲକ୍ଷଣ। 2 ନମ୍ବର, ଗାଈ ମାତା ଘରକୁ ତଥା ଘର ଚାରିପଟକୁ ବାରମ୍ବାର ଆସିବା ଦ୍ୱାରା ଜଣାପଡ଼େ ଯେ ଘରକୁ ମାତା ଲକ୍ଷ୍ମୀ ଆସିବାର ସମୟ ହୋଇଛି। 3 ନମ୍ବର, ବିନା କାରଣରେ ହଠାତ୍ ହାଲୁକା ଖୁସି ଅନୁଭବ କରିବା, ଏହା ହେଉଛି ଏକ ଶୁଭ ଖବର ବା ମୁହୂର୍ତ୍ତ। ଆଉ ଏଇଭଳିଆ ଲକ୍ଷଣମାନ ଦେଖାଯାଉଥିଲେ ମା ଲକ୍ଷ୍ମୀ ପ୍ରସନ୍ନ ବୋଲି ଜାଣିବେ। 4 ନମ୍ବର, ଯେଉଁ ନାରୀମାନଙ୍କର କପାଳ ଓ ଆଖି ବଡ଼ ବଡ଼ ଥାଏ ସେମାନେ ଲକ୍ଷ୍ମୀ ସ୍ୱରୂପା। 5 ନମ୍ବର, ନାରୀମାନଙ୍କର ନାକ ଓ ଓଠ ପାଖରେ କଳା ଯାଇଥିଲେ ସେମାନେ ମଧ୍ୟ ଲକ୍ଷ୍ମୀ ସ୍ୱରୂପା। 6 ନମ୍ବର, ଯେଉଁ ନାରୀମାନଙ୍କର ମୁଣ୍ଡର କେଶ ଲମ୍ବି ଅଣ୍ଟା ତଳକୁ ଥାଏ ସେଭଳି ନାରୀ ମଧ୍ୟ ଲକ୍ଷ୍ମୀ ସ୍ୱରୂପା ଅଟନ୍ତି। 7 ନମ୍ବର, ଯେଉଁ ନାରୀମାନଙ୍କର ଶରୀର ବାମ ପଟେ ବେଶୀ କଳା ଯାଇଥାଏ, ଯଦି ନାରୀମାନଙ୍କର ବାମ ପଟେ ବେଶୀ କଳା ଯାଇଥାଏ ତାହେଲେ ସେମାନେ ଲକ୍ଷ୍ମୀ ସ୍ୱରୂପା ଅଟନ୍ତି। 8 ନମ୍ବର, ଯେଉଁ ନାରୀମାନଙ୍କର ମୁଖରେ ସବୁବେଳେ ହସ ହସ ଥାଏ ସେ ନାରୀ ହେଉଛନ୍ତି ଲକ୍ଷ୍ମୀ ସ୍ୱରୂପା। 9 ନମ୍ବର, ଯେଉଁ ନାରୀମାନଙ୍କର ମସ୍ତକରେ କଳା ଯାଇଥାଏ ସେମାନେ ବୁଦ୍ଧିମତୀ ଓ ଲକ୍ଷ୍ମୀ ସ୍ୱରୂପା ହୋଇଥାନ୍ତି। 10 ନମ୍ବର, ଯେଉଁ ନାରୀମାନେ ଘରକୁ ସବୁବେଳେ ସଫାସୁତୁରା ରଖିଥାନ୍ତି ସେ ନାରୀ ହେଉଛନ୍ତି ଲକ୍ଷ୍ମୀ ସ୍ୱରୂପା। କାରଣ ଘର ସବୁବେଳେ ସଫାସୁତୁରା ରଖିଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଏବଂ ସେ ଘରେ ବାସ କରନ୍ତି। 11 ନମ୍ବର, ଯେଉଁ ନାରୀମାନେ ପ୍ରତିଦିନ ଠାକୁର ପୂଜା କରି ଘରେ ଶଙ୍ଖ ଧ୍ୱନି କରିଥାନ୍ତି ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ସେ ଗୃହରେ ପ୍ରବେଶ କରିଥାନ୍ତି, ତେଣୁ ସେ ନାରୀ ହେଉଛନ୍ତି ଲକ୍ଷ୍ମୀ ସ୍ୱରୂପା। 12 ନମ୍ବର, ଯେଉଁ ନାରୀମାନେ ଅତିଥିମାନଙ୍କୁ ଆଦରରେ ସମ୍ମାନିତ କରିଥାନ୍ତି ଫଳରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟା ହୋଇ ସେହି ଗୃହରେ ପ୍ରବେଶ କରିଥାନ୍ତି। 13 ନମ୍ବର, ଯେଉଁ ନାରୀମାନେ ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେମାନେ ହେଉଛନ୍ତି ଲକ୍ଷ୍ମୀ ସ୍ୱରୂପା ନାରୀ। 14 ନମ୍ବର, ଯେଉଁ ନାରୀମାନେ ଆଦରରେ ଖାଇବା ପରସନ୍ତି ଅତିଥିମାନଙ୍କୁ ଆଦର କରିଥାନ୍ତି ସେମାନେ ଲକ୍ଷ୍ମୀ ସ୍ୱରୂପା ଅଟନ୍ତି। 15 ନମ୍ବର, ଯେଉଁ ନାରୀ ବା ପୁରୁଷମାନେ ସତ୍ୟବାଦୀ, ଆଳସ୍ୟହୀନ, କ୍ରୋଧହୀନ, କାର୍ଯ୍ୟଦକ୍ଷ, କୃତଜ୍ଞ, କ୍ଷମାବନ୍ତ, ଜୀବେ ଦୟାବନ୍ତ ହୋଇ ଥାଆନ୍ତି ସେମାନଙ୍କଠାରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। 16 ନମ୍ବର, ଯେଉଁ ଘରର ସ୍ତ୍ରୀଲୋକମାନେ ଠାକୁର ଘରେ ପୂଜା ପର୍ବ ଆଦି ପାଳନ କରିଥାନ୍ତି ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି। 17 ନମ୍ବର, ଯେଉଁ ନାରୀମାନେ ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି ଓ ପ୍ରିୟ କଥା କହୁଥାନ୍ତି ସେହି ନାରୀମାନଙ୍କଠାରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। 18 ନମ୍ବର, ଅତ୍ୟନ୍ତ ସୁନ୍ଦର ହେବା ସହ ସୁକୁମାରୀ ନାରୀମାନଙ୍କର ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। 19 ନମ୍ବର, ଯେଉଁ ନାରୀମାନେ ପିତା ଓ ପୁତ୍ର ତୁଲ୍ୟ ଅନ୍ୟ ପୁରୁଷମାନଙ୍କୁ ଦେଖିଥାନ୍ତି ସେହି ନାରୀମାନଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। 20 ନମ୍ବର, ଯେଉଁ ନାରୀ ସ୍ୱାମୀର ଆଦର କରିଥାଏ, ଧୀରେ ଧୀରେ ଚାଲିଥାଏ ଏବଂ ଧୀରେ ଧୀରେ କଥା କହୁଥାନ୍ତି ଏପରି ନାରୀଙ୍କ ଠାରେ ମାତା
ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। 21 ନମ୍ବର, ଯେଉଁ ନାରୀ ନିଜର ଗୁରୁ ଭାବେ ନିଜର ସ୍ୱାମୀଙ୍କୁ ମାନିଥାନ୍ତି ଏବଂ ସମ୍ମାନ କରିଥାନ୍ତି, ସେହି ନାରୀମାନଙ୍କ ଠାରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି।